ହଠାତ୍ ଆମ ଘର ଆଗରେ ଏକ ଗାଡ଼ି ରହିଲା। ସେତେବେଳେ ଗାଁ ଭିତରକୁ ଯଦି ଗାଡ଼ି ଆସୁଥିଲା, ଛୋଟଠାରୁ ବଡ଼ ଯାଏ ଗାଡ଼ି ପଛରେ ରୁଣ୍ଡ ହୋଇ ଯାଉଥିଲେ। ଆମ ଘର ଆଗରେ ଗାଁ ସାରା ଲୋକ ରୁଣ୍ଡ ହୋଇ ଯାଇଥିଲେ। ମୁଁ ବାହାରକୁ ଆସିଲି। ସେତେବେଳେ ଜଣେ ଲୋକ ଝିଅଟିକୁ ଗାଡ଼ି ଭିତରୁ ଟେକି ଟେକି ଆଣି ଆମ ଅଗଣାରେ ଥିବା ଖଟିଆ ଉପରେ ଶୁଆଇଦେଲା। ମୁଁ ସେମାନଙ୍କୁ ଆଶ୍ଚର୍ଯ୍ୟ ହୋଇ ଅନାଇଥାଏ। ଏମାନେ କିଏ? ଏଠାକୁ କାହିଁକି ଆସିଛନ୍ତି ଜାଣିପାରୁନଥାଏ। ମୋ ବାପା ଓ ମା ଘରୁ ବାହାରି ଆସି ମୋ ପାଖରେ ଛିଡ଼ା ହୋଇ ମୋତେ ଅନାଇଲେ। ମୁଁ କିଛି ନ ଜାଣିବାର ଇସାରା କରିଥିଲି। ମୋ ବାପା ସେ ଝିଅଟିଏ ପାଖରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚାରିଲେ, ତମେ କିଏ? ଏ ଝିଅଟିକୁ କାହିଁକି ଏଠାକୁ ଆଣିଛ? ସେତେବେଳେ ସେ ଝିଅଟି ମୋତେ ଟାଣି ଖଟିଆ ଉପରେ ବସାଇ କହିଲା, ସବିତା, ତୁ ମୋତେ ଚିହ୍ନି ପାରୁନୁ? ମୁଁ ତୋ ସାଙ୍ଗ ରୀତା। ମୁଁ ତାକୁ ଭଲ କରି ଦେଖି ଚିହ୍ନିପାରି କୁଣ୍ଢାଇ ପକାଇଲି। କହିଲି, ରୀତା, ତୋର ଇଏ କ'ଣ ହୋଇଛି? ତୋର ଏମିତି ଅବସ୍ଥା କେମିତି ହେଲା? ମୋ ନାଁ ସବିତା। ଆମ ଘର ପାଖରେ ମୋ ବୟସର ଝିଅଟିଏ ଥିଲା। ତା ନାଁ ରୀତା। ତାର ମୋର ଛୋଟବେଳୁ ଭଲ ସାଙ୍ଗ। ସେ ଦେଖିବାକୁ ବହୁ ସୁନ୍ଦର, ଯେମିତି ଗୋଟିଏ ଚାଉଳରେ ଗଢ଼ା। ତାକୁ ଦେଖିଲେ ବେଳେବେଳେ ମୋର ଈର୍ଷା ହୁଏ। ମୁଁ ତାକୁ କୁହେ, ଭଗବାନ କାଶ ତୋ ଭଳି ମୋତେ ଗଢ଼ିଥାନ୍ତେ। ସେ କୁହେ, ତୁ କ'ଣ ମୋ ଠାରୁ ଅଲଗା? ଏଇ ବର୍ଷେ ହେଲା ମୋ ସହିତ ତାର ଦେଖା ହୋଇନି। ସିଏ କ'ଣ ଏବେ ଏମିତି ଦେଖାଯାଉଛି? ଆଖି ଦୁଇଟି କାଚ ଗୋଲି ପରି ଥୁଆ ହୋଇଛି, ଆଉ ଶରୀର ଯେପରି ହାଡ଼ ଉପରେ କିଏ ମାଂସର ଚାଦର ଘୋଡ଼ାଇଛି। ମୁଁ ଦୌଡ଼ି ଯାଇ ତା ବାପାକୁ କହିଥିଲି, ମଉସା, ମୋ ସାଙ୍ଗର କ'ଣ ହୋଇଛି? ସେ କାନ୍ଦି କାନ୍ଦି କହିଥିଲେ, ତାକୁ କ୍ୟାନ୍ସରର ଲାଷ୍ଟ ଷ୍ଟେଜ୍। ସେ କେବେଠାରୁ ତୋତେ ଦେଖିବା ପାଇଁ କହିଲାଣି। ତାର ମେଡ଼ିକାଲ ଟ୍ରିଟମେଣ୍ଟ ଚାଲିଥିଲା। ହେଲେ ଆଜି ଡାକ୍ତର ଆଶା ଛାଡ଼ିଦେଇ ଆମକୁ ଘରକୁ ନେଇଯିବା ପାଇଁ କହିଲେ। ହେଲେ ରୀତାର ଗୋଟେ ଜିଦ୍, ସେ ତୋ ପାଖକୁ ଆସିବ। ସେଥିଲାଗି ବାଧ୍ୟ ହୋଇ ଏଠାକୁ ଆଣିକି ଆସିଲି। ମୁଁ ଦୌଡ଼ି ଯାଇ ତାକୁ ଧରି ବହୁତ କାନ୍ଦିଲି। ସେ କହିଲା, ତୁ କାହିଁକି କାନ୍ଦୁଛୁ? ତତେ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁ। ତାପରେ ଆମେ ଆମ ପିଲାଦିନ କଥା ଗପିଥିଲୁ। ସେ ବୋହୂଚୋରୀ ଖେଳ, ଛପି ଛପି କଇଁ ଧରିବା, ରାତିର କୁମାର ପୂର୍ଣ୍ଣମୀ ଖେଳ କଥା ବସି ଗପିଥିଲୁ। ସେ ମୋ ହାତ ଧରି କହିଲା, ସବିତା, ଆମ ସମ୍ପର୍କ ଯୁଗ ଯୁଗର। ତୁ ମୋତେ କେବେ ଅଲଗା କରିବୁନୁ। ମୁଁ ବି ତା ହାତ ଧରି ତାକୁ ମନା କରିଥିଲି। ସେତେବେଳେ ହିଁ ସେ ମୋ ହାତକୁ ଧରି ତା ଜୀବନ ଚାଲିଗଲା। ତା ଘର ଲୋକ ତାକୁ ନେଇଗଲେ ଅନ୍ତିମ ସଂସ୍କାର ପାଇଁ। ହେଲେ ମୁଁ ଏ ଦୁଃଖ ସହିପାରୁନଥିଲି। ସବୁବେଳେ ଚୁପଚାପ ତାରି କଥା ଭାବୁଥିଲି। ରାତିରେ ବି ଠିକ୍ ଭାବରେ ଶୋଇପାରୁନଥିଲି। ଧୀରେ ଧୀରେ ମୋ ଅବସ୍ଥା ବହୁତ ଖରାପ ହୋଇଗଲା। ମୋ ପ୍ରିୟ ସାଙ୍ଗ ମୋରି ଘରେ ମୋରି ହାତରେ ହାତ ରଖି ମରିଥିଲା। କେମିତି ସହିପାରିଥାନ୍ତି? ଦିନେ ମୋ ଅବସ୍ଥା ଏତେ ଖରାପ ହେଲା ଯେ ମୋ ଘର ଲୋକ ମୋତେ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଏମିତି 6 ମାସ କଟିଗଲା। କାଳେ ସ୍ୱାମୀର ଭଲ ପାଇବା ମିଳିଲେ ମୁଁ ସାଙ୍ଗକୁ ଭୁଲି ପାରିବି ଭାବି ଘର ଲୋକ ମୋର ବାହାଘର କରାଇ ଦେଇଥିଲେ। ବାହାଘର ପରଠାରୁ ମୋତେ ଲାଗେ ଯେମିତି କିଏ କହୁଛି, ସବିତା, ତୁ ତୋ କଥା ରଖିଲୁନି। ଆ ଭିତରେ ମୋ ବାହାଘର ବର୍ଷେ ହୋଇଗଲାଣି। ହେଲେ କେବେ ବି ମୁଁ ମୋର ସ୍ୱାମୀର ନିକଟତର ହୋଇପାରିନି। କାରଣ ସବୁଆଡ଼େ ସବୁ ଜାଗାରେ ମୋତେ ରୀତା ଦେଖାଦିଏ। ମୁଁ ତା ସହିତ କଥା ହୁଏ, ମଜାମସ୍ତି କରେ। ଘର ଲୋକ ମୋତେ ପାଗଳ ଭାବି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ହେଲେ କିଛି ଲାଭ ହେଲାନି। ମୋ ସ୍ୱାମୀ ମୋତେ ନେଇ ଭଲ ଗୁଣିଆ ଦେଖାଇଲେ। ସେ ମୋତେ ବହୁତ ଗୁଡ଼ିଏ ଡେଉଁରିଆ ଦେଲେ। ତାପରେ ରୀତା ଆସି ମୋତେ କୁହେ, ସବିତା, ମୁଁ ତୋର କିଛି ଅନିଷ୍ଟ କରିବିନି। ତୁ କେବଳ ମୋତେ ତୋ ପାଖରେ ରହିବାକୁ ଦେ। ତୁ ପରା ମୋତେ କଥା ଦେଇଥିଲୁ। ଭୁଲି ଯାଉଛୁ କାହିଁକି? ଡେଉଁରିଆ କାଢ଼ିବା ପାଇଁ ମୁଁ ମୋ ସ୍ୱାମୀ ପାଖରେ ଜିଦି କରେ। ହେଲେ ସେ ଜମାରୁ କାଢ଼ିବାକୁ ଦିଅନ୍ତି ନାହିଁ। ଥରେ ଗୁଣିଆ ମୋ ସ୍ୱାମୀଙ୍କୁ କହିଲେ, ସେ ଝିଅ ତୋ ସ୍ତ୍ରୀକୁ ବହୁତ ଭଲ ପାଏ। ସେ ହିଁ ତାକୁ ଦୂରକୁ ଯିବାକୁ କହିଲେ ସେ ତାଠାରୁ ଦୂରେଇ ଯିବ। ମୋ ସ୍ୱାମୀ ମୋତେ ରାଣ ପକାଇ କହିଲେ, ଏବେ ରୀତା ଦେଖା ହେଲେ କହିବ, ଏବେ ତୁ ମୋତେ ଛାଡ଼ିଦେ, ମୋର ବାହାଘର ସଇଲାଣି। ମୋତେ ମୋ ସଂସାରରେ ଶାନ୍ତିରେ ରହିବାକୁ ଦେ। ମୁଁ ତାକୁ ସେଇଆ କହିଥିଲି। ସେ ମୋତେ କାନ୍ଦି କାନ୍ଦି କହିଥିଲା, ସବିତା, ତୁ କ'ଣ ମୋତେ ଭୁଲି ପାରିବୁ? ମୁଁ କହିଥିଲି, ହଁ, ଭୁଲି ପାରିବି। କାରଣ ତା ଲାଗି ମୋ ସଂସାର ଭାଙ୍ଗିବା ଉପରେ ଥିଲା। ହେଲେ ମୁଁ ତାକୁ କେବେ ଭୁଲି ପାରିବିନି। ସେ ମୋ ଜୀବନର ଅଭୁଲା ସ୍ମୃତି ହୋଇ ରହିବ। ସେ ସେଇ ଦିନଠାରୁ ମୋତେ କେବେ ଦେଖା ଦେଇନି। ଏବେ ମୋର ଗୋଟେ ଝିଅ। ମୁଁ ତା ନାଁ ଦେଇଛି ରୀତା। ମୋ ଝିଅ ବି ଦେଖିବାକୁ ରୀତା ପରି ଭାରି ସୁନ୍ଦର। ଏହା ସତ ଘଟଣା। ଆମ ଘର ପାଖରେ ଥିବା ଝିଅର କାହାଣୀ।